ସରକାର ଆଣିଲେ ନୂତନ ହାଉସିଂ ସ୍କିମ୍। ଏହି ଯୋଜନାରେ ଲୋକମାନଙ୍କୁ 5 ଲକ୍ଷ ଟଙ୍କା ସରକାର ଦେବେ। ଜଲ୍ଦି ଆବେଦନ କରିନିଅନ୍ତୁ। ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ବର୍ତ୍ତମାନ ଏଇଠି ଘର ତିଆରି ପାଇଁ ନୂଆ ଯୋଜନା ଆଣିଛନ୍ତି ସରକାର। ଗରିବ ଶ୍ରେଣୀର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ଅନେକ ସୁବିଧା ଯୋଗାଇ ଦେଉଛନ୍ତି ସରକାର। ବର୍ତ୍ତମାନ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାର ଘର ତିଆରି ପାଇଁ ଟଙ୍କା ଯୋଗାଇ ଦେଉଛନ୍ତି। ମାର୍ଚ୍ଚ 11 ତାରିଖରୁ ଏହି ଯୋଜନାର ଶୁଭାରମ୍ଭ କରିବେ ସରକାର। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ 3,500 ଘର ମଞ୍ଜୁର ହେବ। ଯେଉଁମାନଙ୍କର ଖାଲି ଜମି ଅଛି ସେମାନଙ୍କୁ ଘର ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ସହାୟତା ଦିଆଯିବ। ଅତି କମ୍ରେ ହିତାଧିକାରୀମାନେ 400 ବର୍ଗଫୁଟ ଘର ନିର୍ମାଣ କରିପାରିବେ। 4ଟି ପର୍ଯ୍ୟାୟରେ ଏହି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ନିଜସ୍ୱ ଜମି ଥିବା ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହା ପରେ ଯେଉଁମାନଙ୍କର ପାଖରେ ଘର ତିଆରି ପାଇଁ ଜାଗା ନାହିଁ ସେମାନଙ୍କ ସହାୟତା ଯୋଗାଇ ଦେବାକୁ ଯାଉଛନ୍ତି ସରକାର। ହିତାଧିକାରୀଙ୍କୁ ପ୍ରଥମେ ଫାଉଣ୍ଡେସନ ତିଆରି ପାଇଁ 1 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ପରେ କାନ୍ଥ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ପରେ ଆଉ 2 ଲକ୍ଷ ଦିଆଯିବ। ଏହା ପରେ ଛାତ ନିର୍ମାଣ ହେବା ପରେ ଆଉ 1 ଲକ୍ଷ ଦିଆଯିବ। ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ବାକି 1 ଲକ୍ଷ ଟଙ୍କା ଦେବେ ସରକାର। ଯେଉଁ ଗରିବ ଲୋକଙ୍କର ଘର ନାହିଁ ଏବଂ ରାସନ କାର୍ଡ ଅଛି ସେମାନେ ଏହି ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ। ଯେଉଁମାନଙ୍କର ମାଟି ଚାଳ ଘର ଅଛି ସେମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏହି ଯୋଜନା ପାଇଁ ପ୍ରଶାସନ ପକ୍ଷରୁ ହିତାଧିକାରୀ ମଧ୍ୟ ଚିହ୍ନଟ ହୋଇସାରିଥିବାର ଖବର ରହିଛି।